ଜୟ ଜଗନ୍ନାଥ ପିଲାମାନେ, ଆଜି ଆମେ ପଢ଼ିବା ତୁମ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିର ଦ୍ୱିତୀୟ ଅଧ୍ୟାୟ, ଯାହାର ନାମ ହେଉଛି ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ। ଆଜି ଆମେ ଏହି ପାଠର ପ୍ରଶ୍ନ ଉତ୍ତର କରିବା। ଯଦି ଆପଣ ଆମ ଚ୍ୟାନେଲକୁ ନୂଆ କରି ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ, କାରଣ ଏହିପରି ନୂଆ ନୂଆ ଟପିକ୍ର ଭିଡ଼ିଓ ଆପଣ ଡେଲି ପାଇପାରିବେ। ଓ ଆପଣ ଯଦି ଅଷ୍ଟମ ଶ୍ରେଣୀକୁ ଛାଡ଼ି ଯଦି ବାକି ଷଷ୍ଠ, ସପ୍ତମ, ନବମ, ଦଶମ ଶ୍ରେଣୀର ମଧ୍ୟ କୌଣସି ଟପିକ୍ ବିଷୟରେ ପ୍ରଶ୍ନ ଉତ୍ତର ଖୋଜୁଛନ୍ତି, ତାହେଲେ ଆପଣ ଆମ ପ୍ଲେଲିଷ୍ଟକୁ ଯାଇ ଦେଖିପାରିବେ। ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ଦେଖିବା କ'ଣ ରହିଛି ଅଭ୍ୟାସର ପ୍ରଥମ ପ୍ରଶ୍ନ। ପିଲାମାନେ ଦେଖ, ପ୍ରଶ୍ନର ଅଭ୍ୟାସ କାର୍ଯ୍ୟ ଦେଖ ଦେଇଛି। 1 ନମ୍ବର, ଦିଲ୍ଲୀ ସୁଲତାନ ଏବଂ ମୋଗଲମାନଙ୍କର ରାଜନୈତିକ ରଣନୀତି ତୁଳନା କର। ସେମାନଙ୍କ ମଧ୍ୟରେ କ'ଣ ସମାନତା ଓ ପାର୍ଥକ୍ୟ ଥିଲା, ଲେଖ କହିଛି। ଚାଲ ଦେଖିବା ତାର ଉତ୍ତର କ'ଣ ରହିବ। ଉତ୍ତରଟି ଲେଖିଦେବ। ଭାରତର ମଧ୍ୟଯୁଗୀୟ ଇତିହାସରେ ଦିଲ୍ଲୀ ସୁଲତାନ ଏବଂ ମୋଗଲ ସାମ୍ରାଜ୍ୟ ଦୁଇଟି ଅତି ପ୍ରଭାବ ଶକ୍ତିଶାଳୀ ଭାବେ ଉଭା ହୋଇଥିଲେ। ସେମାନଙ୍କ ଶାସନଶୈଳୀ ଓ ରଣନୀତିରେ ନିମ୍ନଲିଖିତ ସମାନତା ଓ ପାର୍ଥକ୍ୟ ଦେଖିବାକୁ ମିଳେ। ସମାନତାରେ ଲେଖିଦେବ କେନ୍ଦ୍ରୀଭୂତ ଶାସନ। ଉଭୟ ସୁଲତାନ ଓ ମୋଗଲମାନେ ଏକ ଶକ୍ତିଶାଳୀ କେନ୍ଦ୍ରୀୟ ଶାସନ ବ୍ୟବସ୍ଥା ଉପରେ ବିଶ୍ୱାସ କରୁଥିଲେ। ସେମାନେ କିମ୍ବା ସୁଲତାନ ହିଁ ଶେଷ ନିଷ୍ପତ୍ତି ନେଉଥିଲେ। ସାମରିକ ଶକ୍ତି। ଉଭୟ ସାମ୍ରାଜ୍ୟ ନିଜର ସୀମା ବିସ୍ତାର ଓ ସୁରକ୍ଷା ପାଇଁ ବିଶାଳ ଅଶ୍ୱାରୋହୀ ବାହିନୀ ଓ ପଦାତିକ ସେନା ଉପରେ ନିର୍ଭର କରୁଥିଲେ। ଭିତ୍ତିଭୂମି ବାଣିଜ୍ୟର ବିକାଶ ପାଇଁ ଶାସକବର୍ଗ ରାସ୍ତାଘାଟ, ସେତୁ ନିର୍ମାଣକୁ ପ୍ରାଧାନ୍ୟ ଦେଇଥିଲେ। ପାର୍ଥକ୍ୟରେ ଲେଖିବ ପ୍ରଶାସନିକ ଢାଞ୍ଚା। ସୁଲତାନମାନଙ୍କ ସମୟରେ ଇକ୍ତା ବ୍ୟବସ୍ଥା ପ୍ରଚଳିତ ଥିଲା, ଯେଉଁଠାରେ ସେନାପତିମାନଙ୍କୁ ଜମି ଦିଆଯାଉଥିଲା, କିନ୍ତୁ ମୋଗଲମାନେ ମାନସବଦାରୀ ବ୍ୟବସ୍ଥା ଆରମ୍ଭ କରିଥିଲେ, ଯାହା ଅଧିକ ସୁସଂଗଠିତ ଥିଲା। ସାଂସ୍କୃତିକ ସମନ୍ୱୟ। ମୋଗଲମାନେ, ବିଶେଷ କରି ଆକବର, ଭାରତୀୟ ସଂସ୍କୃତି ସହ ନିଜକୁ ଅଧିକ ଖାପ ଖୁଆଇ ପାରିଥିଲେ। ସେମାନେ ରାଜପୁତ ଓ ସ୍ଥାନୀୟ ରାଜାମାନଙ୍କ ସହ ବୈବାହିକ ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିଥିଲେ, ଯାହା ସୁଲତାନମାନଙ୍କ କ୍ଷେତ୍ରରେ କମ୍ ଦେଖାଯାଉଥିଲା। ଧାର୍ମିକ ନୀତି। ସୁଲତାନମାନେ ମୁଖ୍ୟତଃ ଇସଲାମିକ୍ ଆଇନ ଅନୁଯାୟୀ ଶାସନ କରୁଥିବା ବେଳେ ମୋଗଲମାନେ ସୁଲ-ଇ-କୁଲ ସର୍ବସାଧାରଣ ଶାନ୍ତି ନୀତି ମଧ୍ୟରେ ସମସ୍ତଙ୍କ ଧର୍ମକୁ ସମ୍ମାନ ଦେଇଥିଲେ। ତାପରେ ଦେଖିବା 2 ନମ୍ବର ପ୍ରଶ୍ନ। ବିଜୟନଗର ସାମ୍ରାଜ୍ୟ, ଅହୋମ ରାଜ୍ୟ ଓ କଳିଙ୍ଗ ସାମ୍ରାଜ୍ୟ ଭଳି ରାଜ୍ୟ ଅନ୍ୟମାନଙ୍କ ତୁଳନାରେ କାହିଁକି ଦୀର୍ଘ ସମୟ ଧରି ବିଜୟକୁ ରକ୍ଷା କରିପାରିଥିଲେ? ସେମାନଙ୍କ ସଫଳତାରେ କେଉଁ ଭୌଗୋଳିକ ଓ ସାମାଜିକ କାରଣ ଯୋଗଦାନ ଦେଇଥିଲା? ଚାଲ ଦେଖିବା ତାର ଉତ୍ତର କ'ଣ ରହିଛି। ବିଜୟନଗର, ଅହୋମ ଓ କଳିଙ୍ଗ ସାମ୍ରାଜ୍ୟ ଭାରତୀୟ ଇତିହାସରେ ସେମାନଙ୍କ ଦୀର୍ଘସ୍ଥାୟୀ ବିଜୟ ପାଇଁ ପ୍ରସିଦ୍ଧ। ସଫଳତା। ସେମାନଙ୍କ ମୁଖ୍ୟ କାରଣଗୁଡ଼ିକ ହେଲା ଭୌଗୋଳିକ ସୁରକ୍ଷା। ବିଜୟନଗର ସାମ୍ରାଜ୍ୟ ତୁଙ୍ଗଭଦ୍ରା ନଦୀ ଓ ପ୍ରାକୃତିକ ପାହାଡ଼ିଆ ଦୁର୍ଗ ଦ୍ୱାରା ଘେରି ରହିଥିଲା, ଯାହା ଶତ୍ରୁଙ୍କ ଭିତରକୁ ପଶିବା ପାଇଁ ବାଧା ଦେଉଥିଲା। ଅହୋମ ରାଜ୍ୟ ବ୍ରହ୍ମପୁତ୍ରର ଜଙ୍ଗଲ ଓ ନଦୀକୂଳରେ ଥିବା ବୈଦେଶିକ ଶତ୍ରୁମାନେ ସେଠାକାର ପରିବେଶ ସହିତ ଖାପ ଖୁଆଇ ପାରୁନଥିଲେ। କଳିଙ୍ଗ ପାହାଡ଼ ଓ ଜଙ୍ଗଲ ମଧ୍ୟ ଏକ ପ୍ରାକୃତିକ ପ୍ରାଚୀର ଭାବେ କାମ କରୁଥିଲା। ସାମରିକ ରଣନୀତି। ଏହି ସାମ୍ରାଜ୍ୟଗୁଡ଼ିକର ସେନା ଅତ୍ୟନ୍ତ ଦକ୍ଷ ଥିଲା। ଅହୋମମାନେ ଗରିଲା ଯୁଦ୍ଧ, ନୌଯୁଦ୍ଧରେ ନିପୁଣ ଥିଲେ। କଳିଙ୍ଗର ଶାସକମାନେ ସେମାନଙ୍କ ବିଶାଳ ଗଜବାହିନୀ ପାଇଁ ପ୍ରସିଦ୍ଧ ଥିଲେ, ଯାହା ଯୁଦ୍ଧ କ୍ଷେତ୍ରରେ ଭୟଙ୍କର ରୂପ ଧାରଣ କରୁଥିଲା। 3 ନମ୍ବର ପଏଣ୍ଟରେ ଲେଖିବ ଆର୍ଥିକ ଓ ସାମୟିକ ଏକତା। ଏହି ରାଜ୍ୟଗୁଡ଼ିକରେ କୃଷି କିମ୍ବା ବାଣିଜ୍ୟର ବହୁ ଉନ୍ନତି ହେଉଥିଲା। ବିଜୟନଗରରେ ଜଳସେଚନ ବ୍ୟବସ୍ଥା ପ୍ରସାର କୃଷି ଉତ୍ପାଦନକୁ ବୃଦ୍ଧି କରିଥିଲେ। ମନ୍ଦିରଗୁଡ଼ିକରେ ଅର୍ଥନୈତିକ କେନ୍ଦ୍ର ଥିଲା। ବ୍ୟବସାୟୀମାନେ ଋଣ ଦେଉଥିଲେ। ସାମାଜିକ ସ୍ତରରେ ଲୋକମାନେ ନିଜର ଶାସକ ଓ ପରମ୍ପରା ପ୍ରତି ଅତ୍ୟନ୍ତ ଅନୁଗତ ଥିଲେ। ତାପରେ ଦେଖିବା 3 ନମ୍ବର ପ୍ରଶ୍ନ କ'ଣ ରହିଛି। କଳ୍ପନା କର ଯେ ତୁମେ ଆକବର କିମ୍ବା କୃଷ୍ଣଦେବ ରାୟଙ୍କ ଦରବାରରେ ଜଣେ ବିଦ୍ୱାନ। ତୁମେ ଦେଖିଥିବା ରାଜନୀତି, ବାଣିଜ୍ୟ, ସଂସ୍କୃତି ଏବଂ ସମାଜ ବିଷୟରେ ବର୍ଣ୍ଣନା କରି ଜଣେ ବନ୍ଧୁଙ୍କୁ ଏକ ଚିଠି ଲେଖ। ଲେଖିଦେବ ସ୍ଥାନ ଫତେପୁର ସିକ୍ରି, ଆଗ୍ରା। ତାରିଖ 15 ମେ 1580। ପ୍ରିୟ ବନ୍ଧୁ, ମୋର ସ୍ନେହ ଗ୍ରହଣ କରିବ। ଆଶା କରେ ତୁମେ କୁଶଳରେ ଥିବ। ତୁମେମାନେ ମୋତେ ସମ୍ରାଟ ଆକବରଙ୍କ ଦରବାରରେ ଜୀବନଶୈଳୀ ବିଷୟରେ ଜାଣିବା ପାଇଁ ଚିଠି ଲେଖିଥିଲ। ଆଜି ମୁଁ ତୁମକୁ ଏହି ମହାନ ମୋଗଲ ସାମ୍ରାଜ୍ୟର ରାଜନୀତି, ସଂସ୍କୃତି ଓ ସମାଜର ଏକ ସୁନ୍ଦର ଚିତ୍ର ଏହି ପତ୍ର ମାଧ୍ୟମରେ ପ୍ରଦାନ କରୁଛି। ରାଜନୀତି ଓ ପ୍ରଶାସନ। ସମ୍ରାଟ ଆକବରଙ୍କ ଶାସନ ବ୍ୟବସ୍ଥା ଅତ୍ୟନ୍ତ ଶୃଙ୍ଖଳିତ। ଏଠାରେ ସବୁଠାରୁ ଆକର୍ଷଣୀୟ ବ୍ୟବସ୍ଥା ହେଉଛି ମାନସବଦାରୀ ପ୍ରଥା। ସମ୍ରାଟ ନିଜର ସେନାପତି ଓ ପ୍ରଶାସକମାନଙ୍କୁ ସେମାନଙ୍କର ଯୋଗ୍ୟତା ଅନୁସାରେ ପଦବୀ ଦେଇଛନ୍ତି। ଏଠାରେ କେବଳ ମୁସଲମାନ ନୁହନ୍ତି, ବରଂ ରାଜା ମାନସିଂହ, ରାଜା ଟୋଡରମଲଙ୍କ ପରି ହିନ୍ଦୁମାନେ ମଧ୍ୟ ଉଚ୍ଚ ପଦବୀରେ ଅଛନ୍ତି। ସମ୍ରାଟ ନିଜେ ଦିୱାନି-ଇ-ଆମରେ ବସି ସାଧାରଣ ଜନତାଙ୍କ ଅଭିଯୋଗ ଶୁଣନ୍ତି। ତାଙ୍କ ରଣନୀତି ହେଉଛି ସମସ୍ତଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରିବା, ଯାହା ସୁଲ-ଇ-କୁଲ ବୋଲି କୁହାଯାଇଛି।
ବାଣିଜ୍ୟ ଓ ଅର୍ଥନୀତି ବିଷୟରେ କହିବାକୁ ଗଲେ ଆମ ସାମ୍ରାଜ୍ୟ ବର୍ତ୍ତମାନ ବାଣିଜ୍ୟ କ୍ଷେତ୍ରରେ ବିଶ୍ୱବିଖ୍ୟାତ। ଆଗ୍ରା ସୁରଟ ବନ୍ଦରରୁ ମସଲା, ସୂତା, କପଡ଼ା ଓ ନୀଳ ବିଦେଶକୁ ରପ୍ତାନି ହେଉଛି। ରାଜା ଟୋଡରମୁଲଙ୍କ ନୂତନ ଭୂ ରାଜସ୍ୱ ବ୍ୟବସ୍ଥା ଯୋଗୁଁ ଚାଷୀମାନେ ଉତ୍ପାଦନ ଏକ ନିର୍ଦ୍ଧାରିତ ଅଂଶ ରାଜକୋଷରେ ଜମା କରୁଛନ୍ତି, ଯାହାଫଳରେ ରାଜ୍ୟ ଆର୍ଥିକ ଭାବେ ଖୁବ୍ ସମୃଦ୍ଧ। ବ୍ୟବସାୟୀମାନେ ଟଙ୍କା ବଦଳରେ ହୁଣ୍ଡି ବ୍ୟବହାର କରୁଛନ୍ତି, ଯାହା ଯାତ୍ରା ସମୟରେ ଧନ ରକ୍ଷା ପାଇଁ ବହୁତ ନିରାପଦ ଅଟେ। ସାଂସ୍କୃତିକ କଲା ଦେଖିବାକୁ ଗଲେ ତୁମେ ଜାଣି ଖୁସି ହେବ ଯେ ସମ୍ରାଟଙ୍କ ଦରବାରରେ ନବରତ୍ନ ବୋଲି 9 ବିଶିଷ୍ଟ ବ୍ୟକ୍ତି ଅଛନ୍ତି। ମୁଁ ସେମାନଙ୍କ ସହ ସମୟ ଅତିବାହିତ କରିବାକୁ ସୁଯୋଗ ପାଇଛି। ମିଆଁ ତାନସେନ ଶାସ୍ତ୍ରୀୟ ସଙ୍ଗୀତ ଦରବାରକୁ ମନ୍ତ୍ରମୁଗ୍ଧ କରେ। ସେହିପରି ଅବୁଲ ଫଜଲ ମହାନ ଗ୍ରନ୍ଥ ଆକବାରନାମା ଲେଖୁଛନ୍ତି। ଏଠାରେ ଭାରତୀୟ ଓ ପାରସ୍ୟ ଶୈଳୀର ମିଶ୍ରଣରେ ନୂତନ ସ୍ଥାପତ୍ୟ କଲା ବିକଶିତ ହେଉଛି। ସମ୍ରାଟ ନିଜେ ଫତେପୁର ସିକ୍ରିରେ ଇବାଦତ ଖାନା ନିର୍ମାଣ କରିଛନ୍ତି, ଯେଉଁଠାରେ ସବୁ ଧର୍ମର ବିଦ୍ୱାନମାନେ ଏକାଠି ବସି ଧର୍ମ ଚର୍ଚ୍ଚା କରନ୍ତି। ତାପରେ ସମାଜ ଜୀବନଶୈଳୀ। ସମାଜରେ ଲୋକମାନେ ଖୁବ୍ ସନ୍ତୋଷରେ ଅଛନ୍ତି। ସମ୍ରାଟ ହିନ୍ଦୁମାନଙ୍କ ଉପରୁ ଜିଜିଆ କର ଉଠାଇ ଦେଇଥିବାରୁ ଲୋକମାନଙ୍କ ମଧ୍ୟରେ ଏକତା ବଢ଼ିଛି। ସହରଗୁଡ଼ିକରେ ବଡ଼ ବଡ଼ ବଜାର ଓ ସରୋଇ ଘର ଅଛି। ଲୋକେ ପରସ୍ପର ପର୍ବପର୍ବାଣି ଯଥା ଦୀପାବଳି, ଇଦ୍ ମିଳିମିଶି ପାଳନ କରୁଛନ୍ତି। ସମ୍ରାଟ ଉଦାରବାଦୀ ଚିନ୍ତାଧାରା ଯୋଗୁଁ ଏକ ନୂତନ ଭାରତୀୟ ସମାଜ ଗଠିତ ହୋଇଛି। ଏଠାରେ ଶାସନ ସଂସ୍କୃତି ଦେଖିଲେ ମନରେ ଗର୍ବ ହୁଏ। ସୁଯୋଗ ମିଳିଲେ ତୁମେ ନିଶ୍ଚୟ ଆଗ୍ରା ଆସିବ। ମୁଁ ତୁମକୁ ଦରବାର ଗୌରବ ବୋଲେଇ ଦେଖାଇବି। ତୁମ ପ୍ରିୟର ସମସ୍ତ ପରିବାରବର୍ଗଙ୍କୁ ମୋର ପ୍ରଣାମ ଜଣାଇବ। ତୁମର ପ୍ରିୟ ବନ୍ଧୁ ଏଠାରେ ନିଜର ନାମ ଲେଖିଦେବ। ତ ପିଲାମାନେ ଏଇ ଥିଲା ତୁମର 3 ନମ୍ବର ପ୍ରଶ୍ନର ଉତ୍ତର। ତାପରେ ଦେଖିବା 4 ନମ୍ବର ପ୍ରଶ୍ନ କ'ଣ ରହିଛି। 4 ନମ୍ବର ପ୍ରଶ୍ନ ଦେଖ ପିଲାମାନେ, ଯୁବାବସ୍ଥାରେ ଜଣେ ନିଷ୍ଠୁରତା ବିଜେତା ଆକବର କିଛି ବର୍ଷ ପରେ କିପରି ସହନଶୀଳ ଏବଂ ଦୟାଳୁ ହୋଇଗଲେ, ଏହି ପରିବର୍ତ୍ତନ କାରଣ କ'ଣ ହୋଇପାରେ ଲେଖିବା। ସମ୍ରାଟ ଆକବରଙ୍କ ଜୀବନର ଏହି ପରିବର୍ତ୍ତନ ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣା। ଯୁବାବସ୍ଥାରେ ସାମ୍ରାଜ୍ୟ ବିସ୍ତାର ପାଇଁ ଅନେକ ଯୁଦ୍ଧ କରିଥିଲେ, ଯେଉଁଥିରେ ଅନେକ ଜୀବନହାନି ହୋଇଥିଲା। କିନ୍ତୁ କିଛି ବର୍ଷ ପରେ ତାଙ୍କର ଏହି ପରିବର୍ତ୍ତନ ପଛରେ କେତେକ ମୁଖ୍ୟ କାରଣ ଥିଲା। ପ୍ରଥମ କାରଣ ହେଉଛି ଶିକ୍ଷା ଓ ସାଂସ୍କୃତିକ ପ୍ରଭାବ। ସେ ବିଭିନ୍ନ ଧର୍ମର ଗୁରୁ ଓ ବିଦ୍ୱାନମାନଙ୍କ ସହ ଆଲୋଚନା କରି ବୁଝିପାରିଲେ ଯେ ସବୁ ଧର୍ମର ସାରକଥା ସମାନ। ଏହି ଚିନ୍ତାଧାରାକୁ ତାହାକୁ ସହନଶୀଳ କରିଥିଲା। ତାପରେ 2 ନମ୍ବର କାରଣ ହେଉଛି ରାଜନୈତିକ ଦୂରଦୃଷ୍ଟି। ଆକବର ଅନୁଭବ କଲେ ଯେ କେବଳ ଖଣ୍ଡା ବଳରେ ଏକ ବିଶାଳ ଭାରତକୁ ଶାସନ କରିହେବ ନାହିଁ, ଜନସାଧାରଣଙ୍କ ମନ ଜିତିବା ପାଇଁ ଦୟା ଓ ନ୍ୟାୟର ଆବଶ୍ୟକତା ରହିଛି। 3 ନମ୍ବର କାରଣ ହେଉଛି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ। ରାଜପୁତମାନଙ୍କ ସହିତ ବୈବାହିକ ସମ୍ପର୍କ ଓ ସେମାନଙ୍କ ନିଷ୍ଠାପରତାକୁ ଅନ୍ୟ ଧର୍ମ ପ୍ରତି ଶ୍ରଦ୍ଧାଶୀଳ ହେବାକୁ ପ୍ରେରଣା ଦେଇଥିଲା। ଏହିସବୁ କାରଣରୁ ସେ ଦିନ୍-ଇ-ଇଲାହି ଭଳି ଉଦାରବାଦୀ ନୀତି ପ୍ରଚଳନ କଲେ ଏବଂ ଜଣେ ଦୟାଳୁ ଶାସକ ଭାବେ ପରିଚିତ ହେଲେ। ତାପରେ ଦେଖିବା ପର ପ୍ରଶ୍ନ କ'ଣ ରହିଛି। 5 ନମ୍ବର ପ୍ରଶ୍ନ, ଯଦି ବିଜୟନଗର ସାମ୍ରାଜ୍ୟ ତାଲିକୋଟ ଯୁଦ୍ଧରେ ବିଜୟୀ ହୋଇଥାନ୍ତା, ତେବେ ଫଳାଫଳ କ'ଣ ହୋଇଥାନ୍ତା? କଳ୍ପନା କର ଏବଂ ବର୍ଣ୍ଣନା କର ଯେ ଏହା ଦକ୍ଷିଣ ଭାରତର ରାଜନୈତିକ ଓ ସାଂସ୍କୃତିକ ଇତିହାସକୁ କିପରି ପରିବର୍ତ୍ତନ କରିଥାନ୍ତା। ଉତ୍ତରରେ ଲେଖିଦେବ 1575 ମସିହାରେ ହୋଇଥିବା ତାଲିକୋଟ ଯୁଦ୍ଧ ବିଜୟନଗର ସାମ୍ରାଜ୍ୟର ପତନର ମୁଖ୍ୟ କାରଣ ଥିଲା। ଯଦି ବିଜୟନଗର ଏହି ଯୁଦ୍ଧ ଜିତିଥାନ୍ତା, ତେବେ ଇତିହାସରେ ନିମ୍ନଲିଖିତ ଭାବେ ପରିବର୍ତ୍ତନ ହୋଇଥାନ୍ତା। ପ୍ରଥମ ପରିବର୍ତ୍ତନ ହେଉଛି ସାଂସ୍କୃତିକ ସୁରକ୍ଷା। ବିଜୟନଗର ସୁନ୍ଦର ଓ ସ୍ଥାପତ୍ୟ ଓ ମନ୍ଦିରଗୁଡ଼ିକର ଧ୍ୱଂସ ହେବାରୁ ବଞ୍ଚିଯାଇଥାନ୍ତା। ହାମ୍ପି ସହର ଆଜି ଏକ ଭଗ୍ନାବଶେଷରେ ପରିବର୍ତ୍ତିତ ବିଶ୍ୱର ସବୁଠାରୁ ସମୃଦ୍ଧ ସହର ଭାବେ ପ୍ରତିଷ୍ଠିତ ହୋଇଥାନ୍ତା। 2 ନମ୍ବର ରାଜନୈତିକ ପ୍ରଭାବ। ଦକ୍ଷିଣ ଭାରତର ମୁସଲମାନମାନେ ସୁଲତାନମାନଙ୍କ ପ୍ରଭାବ କମିଥାନ୍ତା। ଦୀର୍ଘ ସମୟ ଧରି ହିନ୍ଦୁ ସଂସ୍କୃତି ଓ ପରମ୍ପରା ପ୍ରାଧାନ୍ୟ ଲାଭ କରିଥାନ୍ତେ। 3 ନମ୍ବର ଅର୍ଥନୈତିକ ପ୍ରଗତି। ବିଜୟନଗର ନୌବାଣିଜ୍ୟ ବଢ଼ିଥାନ୍ତା ଏବଂ ୟୁରୋପୀୟ ଶକ୍ତିମାନେ ଯଥା ପର୍ତ୍ତୁଗୀଜ ଭାରତରେ ସେତେଟା ସହଜରେ ପରିବ୍ୟାପ୍ତ ହୋଇପାରିଥାନ୍ତା। ଦକ୍ଷିଣ ଭାରତରେ ସାମଗ୍ରିକ ଅର୍ଥନୀତି ଆହୁରି ମଜବୁତ ହୋଇଥାନ୍ତା। ତାପରେ ଦେଖିବା ପର ପ୍ରଶ୍ନ କ'ଣ ରହିଛି। 6 ନମ୍ବର ପ୍ରଶ୍ନ ଦେଖ, ସମାନତା, ସେବା ଓ ନ୍ୟାୟ ସମେତ ପ୍ରାରମ୍ଭିକ ଶିଖ୍ ଧର୍ମ ଦ୍ୱାରା ପ୍ରୋତ୍ସାହିତ ଅନେକ ମୂଲ୍ୟବୋଧର ଆଜି ବି ପ୍ରାସଙ୍ଗିକତା ରହିଛି। ଏହି ମୂଲ୍ୟବୋଧଗୁଡ଼ିକର ମଧ୍ୟରୁ ଗୋଟିଏ ବାଛ ଏବଂ ସମସାମୟିକ ସମାଜରେ ଏହା କିପରି ପ୍ରାସଙ୍ଗିକ ରହିଛି ତାହା ଆଲୋଚନା କର। ମୁଁ ଶିଖ୍ ଧର୍ମର ସମାନତା ମୂଲ୍ୟବୋଧଟିକୁ ବାଛୁଛି। ଶିଖ୍ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବ ଶିଖାଇଥିଲେ ଯେ ଈଶ୍ୱର ଜଣେ ଏବଂ ତାଙ୍କ ନିକଟରେ ସମସ୍ତେ ସମାନ। କୌଣସି ଜାତି, ଧର୍ମ କିମ୍ବା ବର୍ଣ୍ଣର ଭେଦଭାବ ରହିବା ଉଚିତ ନୁହେଁ। ଆଜିର ସମାଜରେ ଏହାର ପ୍ରାସଙ୍ଗିକତା। ଜାତିପ୍ରଥା ବିଲୋପ। ଆଜି ମଧ୍ୟ ସମାଜର କେତେକ ସ୍ଥାନରେ ଜାତିଗତ ଭେଦଭାବ ଦେଖାଯାଏ। ଶିଖ୍ ଧର୍ମର ଲଙ୍ଗର, ମାଗଣା ସାମୂହିକ ରୋଷେଇ ବ୍ୟବସ୍ଥା ଭଳି ଯଦି ଆମେ ସମସ୍ତେ ଏକାଠି ବସି କାମ କରିବା, ତେବେ ଜାତିବାଦ ଦୂର ହେବ। ତାପରେ ରହିଛି ଲିଙ୍ଗଗତ ସମାନତା। ଶିଖ୍ ଧର୍ମର ନାରୀ ପୁରୁଷଙ୍କୁ ସମାନ ଗୁରୁତ୍ୱ ଦିଆଯାଇଛି। ଆଧୁନିକ ସମାଜରେ ନାରୀ ସଶକ୍ତିକରଣ ପାଇଁ ଏହି ଚିନ୍ତାଧାରା ଅତ୍ୟନ୍ତ ଜରୁରୀ। ସୁସ୍ଥ ଗଣତନ୍ତ୍ର। ଏକ ସୁସ୍ଥ ଗଣତନ୍ତ୍ର ପାଇଁ ପ୍ରତ୍ୟେକ ନାଗରିକକୁ ସମାନ ସୁଯୋଗ ମିଳିବା ଦରକାର। ସମାନତା ହିଁ ସମାଜରେ ଶାନ୍ତି ଓ ନ୍ୟାୟ ପ୍ରତିଷ୍ଠା କରିପାରିବ। ତ ଏ ଥିଲା ତୁମର 6 ନମ୍ବର ପ୍ରଶ୍ନର ଉତ୍ତର। ତାପରେ ଦେଖିବା 7 ନମ୍ବର ପ୍ରଶ୍ନର ଉତ୍ତର। ତା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ନୂଆ କରି ଆସନ୍ତି, ଭିଡ଼ିଓକୁ ଗୋଟିଏ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, କାରଣ ଆପଣଙ୍କର ଗୋଟିଏ ସବସ୍କ୍ରାଇବ୍ ହିଁ ଆମକୁ
ପ୍ରୋତ୍ସାହିତ କରିଥାଏ ନୂଆ ନୂଆ ଭିଡ଼ିଓ ତିଆରି କରିବା ପାଇଁ। ତେଣୁ ଭିଡ଼ିଓକୁ ଲାଇକ୍ କରିବାକୁ ଜମାରୁ ଭୁଲିବେନି। ତାପରେ ଦେଖିବା 5 ପ୍ରଶ୍ନ କ'ଣ ରହିଛି। ପିଲାମାନେ ଦେଖ 7 ନମ୍ବର ପ୍ରଶ୍ନ, କଳ୍ପନା କର ଯେ ତୁମେ ଏକ ବନ୍ଦର ନଗରୀ ସୁରତ ଓ କଲିକଟ କିମ୍ବା ହୁଗୁଲିର ବ୍ୟବସାୟୀ। ତୁମେ ସାମଗ୍ରୀ ଓ ତୁମେ ଯେଉଁ ଲୋକଙ୍କ ସହ ବାଣିଜ୍ୟ କରୁଛ, ଜାହାଜର ଗତିବିଧି ଇତ୍ୟାଦିର ଦୃଶ୍ୟଗୁଡ଼ିକ ବର୍ଣ୍ଣନା କର। ଚାଲ ଦେଖିବା ତାର ଉତ୍ତର କ'ଣ ରହିଛି। ଉତ୍ତରରେ ଲେଖିଦେବ ପିଲାମାନେ, ମୁଁ ସପ୍ତଦଶ ଶତାବ୍ଦୀର ସୁରଟ ବନ୍ଦରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ସକାଳୁ ବନ୍ଦରକୁ ଗଲେ ଏକ ବ୍ୟସ୍ତବହୁଳ ଦୃଶ୍ୟ ଦେଖିବାକୁ ମିଳେ। ମୋର ସାମଗ୍ରୀ ମୁଁ ମୁଖ୍ୟତଃ ଓଡ଼ିଶାର ସୁନ୍ଦର ପାଟ ଶାଢ଼ୀ ଓ ନୀଳ ଏବଂ ଗୋଲମରିଚ ଭଳି ମସଲା ବିକ୍ରି କରେ। ଏହା ବ୍ୟତୀତ ମୁଁ ବିଦେଶରୁ ସୁନାରୂପା ମଧ୍ୟ କିଣିଥାଏ। ବାଣିଜ୍ୟର ଲୋକ ମୁଁ ଆରବୀୟ, ପାରସ୍ୟ ଓ ୟୁରୋପରୁ ଆସୁଥିବା ବ୍ୟବସାୟୀଙ୍କ ସହ ଦବା ନବା କରେ। ସେମାନେ ନିଜ ନିଜ ଦେଶର ବିଳାସପୂର୍ଣ୍ଣ ସାମଗ୍ରୀ ନେଇ ଆସନ୍ତି। ଜାହାଜର ଦୃଶ୍ୟ, ସମୁଦ୍ର ମୁହାଣରେ ବଡ଼ ବଡ଼ ଜାହାଜଗୁଡ଼ିକ ଲଙ୍ଗର ପକାଇଥାନ୍ତି। ଜାହାଜରୁ ଜିନିଷ ଓହ୍ଲାଇବା ପାଇଁ ଶ୍ରମିକମାନେ ବହୁତ କାମ କରୁଛନ୍ତି। ବ୍ୟବସାୟୀମାନେ ନଗଦ ଟଙ୍କା ପରିବର୍ତ୍ତେ ହୁଣ୍ଡି ମାଧ୍ୟମରେ କାରବାର କରୁଥିବାରୁ ସେମାନେ ନିଶ୍ଚିତ ଅଛନ୍ତି। ସୁରଟର ଏହି ବନ୍ଦର ଆମ ଦେଶର ଅର୍ଥନୀତିର ମୁଖ୍ୟ ଶକ୍ତି ଅଟେ। ତ ଏ ଥିଲା ତୁମ 2 ନମ୍ବର ପାଠର ପ୍ରଶ୍ନ ଉତ୍ତର। ଯଦି ଭିଡ଼ିଓଟି ଭଲ ଲାଗିଲା ଭିଡ଼ିଓଟି ଲାଇକ୍ କର ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବନି। ନିଶ୍ଚୟ ସବସ୍କ୍ରାଇବ୍ କରିବ। ମୁଁ ଆଶା କରୁଛି ଆଜି ଯେତେ ଭିଉ ଆସିବ ଏହି ଭିଡ଼ିଓରେ ସେତିକି ସବସ୍କ୍ରାଇବର ମୋ ଚ୍ୟାନେଲରେ ଆସିଥିବେ। ଥ୍ୟାଙ୍କ ୟୁ ଫର୍ ୱାଚିଂ। ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବନି ପିଲାମାନେ।